କିଛି ଦିନ ପରେ ମୋର ଓଡିଶା ଯିବାର ଥିଲା। ଯେହେତୁ ଆଗକୁ ଆଉଛି ଦୀପାବଳି, ମତେ ଲାଗିଲା ଯେ ମୁଁ ଘରେ ଦୀପାବଳି ଟା ମନେଇକି ଆସିବି। ସେଥିପାଇଁ ମାର ଡିମାଣ୍ଡ ବି ଥିଲା ଯେ ମୁଁ ସେଠୁ କିଛି ନେଇକି ଯିବି ଯେ ଦୀପାବଳିରେ ମନେଇବା ପାଇଁ। ସେଥିପାଇଁ ତାର ଡିମାଣ୍ଡ ବି ଥିଲା ଫୁଲ ଆଣିବୁ, ଠାକୁର ଫଟୋ ଆଣିବୁ। ମତେ ଲାଗୁଛି ଏଇ ଯୋଉ ମାର୍କେଟ ରେ ମୁଁ ଆଇଛି ଏଥିରେ ଏତେ ଭିଡ ଯେ ହାତ ମାରିପାରିବୁ। ମାଟି ଜିନିଷ ଛଡା କୋଉଥିରେ ବି ଆପଣ ଶସ୍ତା ପାଇବେନି, ବହୁତ ରେଟ୍। ଭାବିନଥିଲି ମାଟିରେ ଏତେ ସୁନ୍ଦର ସୁନ୍ଦର ଜିନିଷ ବନା ହେଇଯିବ। ଏଥିରେ ଦେଖୁନ ମାଟିରେ ଏତେ ବଢିଆ ବଢିଆ ଜିନିଷ ବନା ଯାଇଛି। ଦୀପ ଏଠି 5 ଟଙ୍କା 10 ଟଙ୍କା 15 ଟଙ୍କାରେ ଏତେ ବଢିଆ ବଢିଆ ଦୀପ ଆପଣ ଭାବି ପାରିବେନି କେତେ ସୁନ୍ଦର ସୁନ୍ଦର ଲାଗିଥିବ। ଏପଟରେ ଲାଇଟ ଏତେ ସୁନ୍ଦର ଲାଗି, ରେଟ୍ ତ ପୁରା ଆକାଶ ଛୁଆଁ। ଯେହେତୁ ଓଡିଶା ଯାଉଛି ଘର ପାଇଁ ତ କିଛି ନା କିଛି ଖାଇବା ଜିନିଷ ନେଇକି ଯିବାକୁ ପଡିବ। ଏପଟରେ ମୁଁ ଚାଲି ଆସିଲି କିଛି କିଣାକିଣି କରିବା ପାଇଁ, ଖାଇବା ପାଇଁ। ତାପରେ ଚାଲିଲି ମାର୍କେଟ ଭିତରକୁ, ଦେଖିବା ଆଉ କୋଉ ଭଲ ଭଲ ଜିନିଷ ଅଛି। ମତେ ଲାଗୁନି ଯେ ଆଉ କୋଉ ଭଲ ଭଲ ଜିନିଷ ମୁଁ, ତାପରେ ମୁଁ ଚୁପଚାପ ଚାଲିଲି ଘରକୁ। ଏତେ ଭାରି ହେଇଗଲାଣି ହାତ ଯେ ଆଉ ଭାବି ପାରିବେନି। ଏପଟରେ ଗୋଟେ ରାସ୍ତା ଏତେ ଭିଡ, ଆଉ ପେଣ୍ଡେଲ ଏତେ ସୁନ୍ଦର ସଜା ହେଇଛି ରାସ୍ତା କରେ ଆପଣ ଭାବି ପାରିବେନି। ରୋଡ କୁ ପୁରା ଲାଗିଛି ପେଣ୍ଡେଲ। ଆଉ ଗୋଟେ ବକ୍ସ ରେ ଗୋଟେ ଠାକୁର, ଗୋଟେ ବକ୍ସ ରେ ଗୋଟେ ଠାକୁର ଏତେ ସୁନ୍ଦର ବନା ଯାଇଛି ଆପଣ ଭାବି ପାରିବେନି, ବା କଳ୍ପନା ବାହାରେ। ଆଉ ଏତେ ସୁନ୍ଦର ପେଣ୍ଡେଲ ଟା ବନା ହେଇଛି ପୁରା ଆଉଟଷ୍ଟାଣ୍ଡିଂ। ତା ସହିତ ତାକୁ ମୁଁ ଦେଖିକି ଚାଲିଲି ଆଗକୁ। ଯେହେତୁ ମୋର ଗୋଟେ ଇଲିଶି ମାଛ ନେବାର ଥିଲା ଘର ପାଇଁ, ଦେଖିଲା ବେଳକୁ ଟିକେ ଦବି ଯାଇଛି ଆଉ ମତେ ପସନ୍ଦ ହେଲାନି। ମୁଁ ସେଠୁ ଘରକୁ ପଳେଇ ଆସିଲି। ତ ଘରେ ପହଞ୍ଚି ସାରିକି ଆସିକି ପହଞ୍ଚିଗଲି ରୁମ ରେ। ତ ବହୁତ ଥକା ଲାଗୁଛି ସତରେ। ଘରକୁ ଯିବା ମାନେ 6 ମାସ ହେଲାଣି ମୁଁ ଘରକୁ ଯାଇନି। ତ ଘର ଲୋକଙ୍କ ପାଇଁ କିଛି ନା କିଛି ନେବାକୁ ଇଚ୍ଛା ନାହିଁ ମୋର। ମୋ ବୋଉର ବହୁତ ଇଚ୍ଛା ଯେ ତୁ ସେପଟରୁ ଆଣିବୁ, ଏଟା ଆଣିବୁ ସେଟା ଆଣିବୁ, ମୋ ପାଇଁ ଏ ଜିନିଷଟା ଆଣିବୁ ସେ ଜିନିଷଟା। ତାର ସବୁଥିରେ ଆଶା ଥାଏ ଯେ ମୁଁ ନେଇକି ଗଲେ ତାକୁ ଖୁସି ଲାଗେ। ବାପାଙ୍କର ବି ସେଇଆ। ଆଉ ଦୀପ ଫିପ ମୁଁ କିଣିଲି, ଆଉ ଖାଇବା ଜିନିଷ କିଛି କିଣିଛି ତାଙ୍କ ପାଇଁ, ତାଙ୍କ 2 ଜଣଙ୍କ ପାଇଁ ସେ ଖାଇବେ ପାଇଁ। ଆଉ ଦେଖାଯାଉ ଗୁଆ ମସଲା, ଆଉ ଏପଟରେ ତାଙ୍କ ପାଇଁ ଖାଇବା ନେଇକି ଆସିଥିଲି। ଆଉ ଏଠି ଗୋଟେ ସୁନପାମ୍ପୁଡ଼ି ରହିଛି, ଏଠି ଚୁଡ଼ା ଭଜା, ମୋର ବହୁତ ପସନ୍ଦ ଚୁଡ଼ା ଭଜା। ଏଠି ଗୋଟେ ମିକ୍ସଚର, ଆଉ ଏଠି ଗୋଟେ ଛୋଟ ମାନେ ଚାହା ବିସ୍କୁଟ, ଆଉ କଣ ଆଉ ଗୋଟେ ବାଦାମ ବୋଧେ ଆଣିଥିଲି। ହଁ ଏଇଠି ଗୋଟେ ବାଦାମ ରହିଛି। ଏଇଟା ଗୋଟେ ବାଦାମ, ମୋର ବହୁତ ପସନ୍ଦ ବାଦାମ ଭଜା ଖାଇବା ପାଇଁ। ତ ଏତିକି ତ ନେଇକି ଯାଇଛି ଖାଇବା ପାଇଁ। ଆଉ ମତେ ଏଇ ଦୀପରା କିନ୍ତୁ ବହୁତ ବଢିଆ ଲାଗିଲା, କାହିଁକି ନା 5 ଟଙ୍କାରେ କଲରିଂ ଦୀପ ବହୁତ ବଢିଆ ହେଇଛି। ସବୁ କଲର, ସବୁଥିରୁ ମୁଁ 5-5ଟା ନେଇକି ଆସିଛି। ତ ନେଇକି ଯିବି ଦୀପାବଳିଟା ଘରେ ମନେଇବା ପାଇଁ। ଦେଖାଯାଉ, ବୋଉର ଡିମାଣ୍ଡ ଥିଲା ଯେ ଏଇ ଦୀପ ଆଣିବୁ ଆଉ ମୁଁ ଦୀପ ଜାଳିବି। ବଡିଟା ପୁରା ମାନେ ୱିକ୍ ଲାଗୁଛି, ମାନେ କମଜୋରି ଲାଗୁଛି, ଯେମିତି ମୋର କେମିତି ଗୋଟେ କଣ ହେଇଛି ଭିତରେ, ମତେ କମଜୋରି ଲାଗୁଛି। ଖାଇକି ମତେ ସାୟଦ ଶୋଇବା ପ୍ରାୟ ଠିକ୍ ହେଇନି। ମତେ ଲାଗୁଛି ମୁଁ ଟିକେ ଶୋଇଲେ ଭଲସେ 2-4 ଘଣ୍ଟା ଅଧିକ ଶୋଇଲେ ମତେ ଟିକେ ଭଲ ଲାଗିବ। ତ ମୁଁ ଯାଉଛି ଏବେ ଫ୍ରେଶ ହେଇଯିବି, ପୁରା ଖାଇ ଦେଇକି ପୁରା ଶୋଇବି। କାହିଁକିନା ମତେ ଆହୁରି ଗୋଟେ ଦିନ କାମ କରିବାର ଅଛି, ଅଫିସ ଯିବାର ଅଛି। ତାପରେ ଯାଇକି ମୁଁ ଘରକୁ ଯିବି। ତ ମତେ ଲାଗୁଛି ଯେ ମୁଁ ପୁରା ମୋ ବଡିକି ରେଷ୍ଟ ଦରକାର, କାହିଁକିନା ରାତି ଗୋଟେ ଅନିଦ୍ରା ହେବାକୁ ପଡିବ ଯିବା ପାଇଁ ଘରକୁ।